AM Music. ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ପ୍ରଭୁଙ୍କ ମହା ଅନୁଗ୍ରହରୁ ପ୍ରଭୁ ମୋତେ ପୁନର୍ବାର ଅଲ୍ ଇନ୍ ମ୍ୟୁଜିକ୍ ମାଧ୍ୟମରେ ଆଉ ଆପଣମାନଙ୍କ ଗହଣରେ ପ୍ରଭୁଙ୍କର ବାକ୍ୟ କହିବା ନିମନ୍ତେ ପ୍ରଭୁ ସୁଯୋଗ ଦେଇଛନ୍ତି। ସେଥିପାଇଁ ପ୍ରଭୁଙ୍କ ମହାନାମକୁ ଧନ୍ୟବାଦ। ଆଜି ଯେଉଁ ଆମେ ବାକ୍ୟ ପାଠ କରିବା ତାହା ଆପଣମାନେ ପାଇବେ ଗାଲାତୀୟ 5 ପର୍ବ 1 ପଦ। ସ୍ୱାଧୀନତା ନିମନ୍ତେ ଖ୍ରୀଷ୍ଟ ଆମ୍ଭମାନଙ୍କୁ ମୁକ୍ତ କରିଅଛନ୍ତି। ଅତଏବ ସ୍ଥିର ହୋଇ ରୁହ ଏବଂ ଦାସତ୍ୱ ଜୁଆଳିରେ ଆଉ ଥରେ ଯୋଚା ନ ଯାଅ। ସ୍ୱାଧୀନତା ନିମନ୍ତେ ଖ୍ରୀଷ୍ଟ ଆମ୍ଭମାନଙ୍କୁ ମୁକ୍ତ କରିଅଛନ୍ତି। କେଉଁ ପ୍ରକାର ସ୍ୱାଧୀନତା ସେ ଆମମାନଙ୍କ ନିମନ୍ତେ ପ୍ରଦାନ କରିଅଛନ୍ତି ତାହା ଆଜି ଆମେ ଟିକେ ଦେଖିବା। ଯୀଶୁଖ୍ରୀଷ୍ଟ ଏ ଜଗତକୁ 2000 ବର୍ଷ ପୂର୍ବେ ଏ ଜଗତକୁ ଆସିଲେ ଆମମାନଙ୍କର ପାପର ବନ୍ଧନରୁ ମୁକ୍ତ କରିବା ନିମନ୍ତେ। ଆଉ ସେ କ'ଣ କଲେ? ସବୁ ପ୍ରକାର ବିଷୟରୁ ଆମମାନଙ୍କୁ ରକ୍ଷା କରିବା ନିମନ୍ତେ, ପରିତ୍ରାଣର ବୋଧ ଦେବା ନିମନ୍ତେ ଏ ଜଗତକୁ ଆସିଲେ। ଆମମାନେ କେମିତି ସେ ପାପ ବନ୍ଧନରୁ ରକ୍ଷା ପାଇ ସ୍ୱାଧୀନତାର ଜୀବନ ଅତିବାହିତ କରିବା, ସେଥିପାଇଁ ଏ ଜଗତକୁ ଆସି ଆମମାନଙ୍କର ପରିତ୍ରାଣ ନିମନ୍ତେ ସେ ନିଜକୁ ଉତ୍ସର୍ଗ କଲେ। ଆମମାନେ ଏ ଜଗତରେ ଅଛୁ ଅନ୍ଧକାରମୟ ଜଗତ। ସେ ଆମମାନଙ୍କ ନିମନ୍ତେ ଆଲୋକ ପ୍ରଦାନ କରିବା ନିମନ୍ତେ ଆସିଲେ। ତାହାଙ୍କର ଆଲୋକରେ ଯେମିତି ଆମମାନେ ଆଲୋକିତ ହେବା ଏବଂ ଅନ୍ୟମାନଙ୍କୁ ମଧ୍ୟ ଆମେ ସେ ଆଲୋକ ଦେଖେଇବା। ଯେତେବେଳେ ଆମେ ତାହାଙ୍କ ପଛେ ପଛେ ଚାଲିବା, ତାଙ୍କ ପଥ ଅନୁସରଣ କରିବା, ସେତେବେଳେ ଯାଇକି ଆମମାନେ ତାହାଙ୍କର ଆଲୋକରେ ଆଲୋକିତ ହେବା। ଯେମିତି ଲେଖାଯାଏ, ଆଉ ଆମେ ଟିକେ ଦେଖିବା ଫିଲିପିଓ 4 ପର୍ବ 1 ପଦ। ହେ ମୋହର ପ୍ରିୟ ଓ ଇଷ୍ଟ, ମୋହର ଆନନ୍ଦ ଓ ମୁକୁଟ ସ୍ୱରୂପ ଓ ଭାତୃବୃନ୍ଦ, ଏପରି ଭାବରେ ପ୍ରଭୁଙ୍କଠାରେ ସ୍ଥିର ହୋଇଥାଅ। ମୋହର ପ୍ରିୟ ଓ ଇଷ୍ଟ, ମୋହର ଆନନ୍ଦ ଓ ମୁକୁଟ ସ୍ୱରୂପ ଭାତୃବୃନ୍ଦ, ଏହିପରି ଭାବେ ପ୍ରଭୁଙ୍କଠାରେ ସ୍ଥିର ହୋଇଥାଅ। କେମିତି ଆମେ ସ୍ଥିର ହୋଇ ରହିବା ଆଉ କେଉଁ ପ୍ରକାର ମାନେ ତାହାଙ୍କର ଆନନ୍ଦର ମୁକୁଟର ଅଧିକାରୀ ହେବା? ଯେତେବେଳେ ଆମେ ତାହାଙ୍କ ସହିତ ଲାଗି ରହିବା, ଆମମାନଙ୍କ ଜୀବନ ଯେ ପଚା ସଢ଼ା କୁଟା ଠାରୁ ହୀନ, ବିଭିନ୍ନ ପ୍ରକାର ମନ୍ଦତା ଆମମାନଙ୍କ ଭିତରେ ଭରି ରହିଛି। ଯେତେବେଳେ ସେ ସବୁ ବିଷୟ ଆମମାନଙ୍କ ଭିତରୁ ବାହାରି ଆମମାନଙ୍କ ସେ ପାପର ବୋଧ ଆମେ ପାଉ, ସେତେବେଳେ ଯାଇକି ଆମେ ତାହାଙ୍କଠାରେ ଆନନ୍ଦ କରିପାରିବା। ଯେତେ ପର୍ଯ୍ୟନ୍ତ ଆମେ ତାହାଙ୍କର ଆନନ୍ଦକୁ ଅନୁଭବ ନ କରିଛୁ, ସେତେ ପର୍ଯ୍ୟନ୍ତ ଆମେ ତାହାଙ୍କର ପଥ ଅନୁସରଣ କରିପାରିବା ନାହିଁ। କାରଣ ସିଏ ଆମମାନଙ୍କ ନିମନ୍ତେ ଜଗତକୁ ଆସିଲେ, ଆମମାନଙ୍କର ପାପର ଭାର ବହନ କଲେ, ଆମମାନଙ୍କୁ ଉତ୍ତମ ମାର୍ଗ ଦେଖାଇବା ନିମନ୍ତେ ଆସିଲେ। ଆଉ ସେ ଈଶ୍ୱର ହେଇ ମଧ୍ୟ ସେ ଜଗତକୁ କ'ଣ ହେଲେ? ସାଧାରଣ ମନୁଷ୍ୟ ରୂପରେ ଏ ଜଗତକୁ ଆସିଲେ। ଜଗତର ସମସ୍ତ ବିଷୟକୁ ସେ ଅଧିକାର କରିବା ନିମନ୍ତେ ତାଙ୍କୁ ଊର୍ଦ୍ଧ୍ୱରୁ ସେ ସମସ୍ତ ପ୍ରଦତ୍ତ ହେଇଥିଲା। ତାହାଙ୍କର ପରିତ୍ରାଣର ବୋଧ ଯେତେବେଳେ ଆମେ ପାଉ, ଆମମାନଙ୍କ ଭିତରେ ନୂଆ ଆନନ୍ଦ ସୃଷ୍ଟି ହେଇଥାଏ। ଆଉ ସେ ସମୟରେ ସେ ଆମମାନଙ୍କୁ କ'ଣ କରନ୍ତି? ସେ ଆନନ୍ଦର ମୁକୁଟ ମଧ୍ୟ ସେ ପ୍ରଦାନ କରନ୍ତି। ଯେପରି ଲେଖାଯାଏ, ପ୍ରଭୁ ଆମମାନଙ୍କ ନିମନ୍ତେ ସମସ୍ତ ଦ୍ୱାର ଉନ୍ମୁକ୍ତ କରିବା ନିମନ୍ତେ ମଧ୍ୟ ଆସିଲେ। କେଉଁ ପ୍ରକାର ଦ୍ୱାର? ଆମମାନଙ୍କର ସ୍ୱର୍ଗକୁ ଯିବା ନିମନ୍ତେ ଦ୍ୱାର, ନା ଏ ଜଗତରେ ଥାଇ ତାଙ୍କର ପରିତ୍ରାଣର ଦ୍ୱାର? ଯେଉଁ ଦ୍ୱାର ଦ୍ୱାରା ଆମେ ସ୍ୱର୍ଗକୁ ପ୍ରବେଶ କରିବା, ସେଇ ଦ୍ୱାର ଆମମାନଙ୍କ ନିମନ୍ତେ ସେ ଉନ୍ମୁକ୍ତ କରିବା ପାଇଁ ଆସିଲେ। ଯେତେବେଳେ ତାହାଙ୍କର ଗୌରବ ନିମନ୍ତେ ଆମେ କାର୍ଯ୍ୟ କରିବା, ଯେତେବେଳେ ତାହାଙ୍କର ସମସ୍ତ ବିଷୟରେ ଆମେ ସ୍ଥିର ହୋଇକି ରହିବା, ସେତେବେଳେ ସେ ଆମମାନଙ୍କ ନିମନ୍ତେ କ'ଣ କରିବେ? ସମସ୍ତ ବିଷୟକୁ ଅଧିକାର କରି ଆମମାନଙ୍କୁ ନୂତନ ଦାନରେ ପରିପୂର୍ଣ୍ଣତା ଦେବେ, ଆମମାନଙ୍କୁ ସ୍ୱାଧୀନ ଚିନ୍ତା ଦେବେ। ଆଉ
ଆମେ ଦେଖିବା ଯେ ଯେତେବେଳେ ଆମମାନଙ୍କର ଦେଶ ମଧ୍ୟ ଯେତେବେଳେ ପର ଅଧୀନରେ ଥିଲା, ଆଉ ଏ ଦେଶରେ ଅନେକ ସଂଗ୍ରାମୀ ମାନେ କ'ଣ କରୁଥିଲେ, ଦେଶକୁ ସ୍ୱାଧୀନତା ଆଣିବା ନିମନ୍ତେ, ଦେଶକୁ ପର ଅଧୀନରୁ ମୁକ୍ତ କରିବା ନିମନ୍ତେ ବହୁତ ସଂଗ୍ରାମ ମଧ୍ୟ କରୁଥିଲେ। ସେ ପ୍ରକାର ଯୀଶୁ ମଧ୍ୟ ସମସ୍ତ ପାପ ବନ୍ଧନରୁ ତାହାଙ୍କର ଲୋକମାନଙ୍କୁ ଉଦ୍ଧାର କରିବା ନିମନ୍ତେ ସେ ଦିନ ରାତି ତାହାଙ୍କର ଚେଷ୍ଟା ସେ କରୁଥିଲେ। ଅନେକ ଦୁଃଖୀ ରୋଗୀଙ୍କୁ ସେ ସୁସ୍ଥତା ମଧ୍ୟ ଦେଇଛନ୍ତି, ଅନେକ ଜାଗାରେ ବାକ୍ୟ ମଧ୍ୟ ପ୍ରଦାନ କରିଛନ୍ତି, ତାଙ୍କର ଶକ୍ତି ଦ୍ୱାରା ଅନେକ କାର୍ଯ୍ୟ କରିଛନ୍ତି, ଯାହାଦ୍ୱାରା କି ଅନେକ ଲୋକ ତାହାଙ୍କୁ ଜାଣିଲେ, ତାହାଙ୍କର ପରିଚୟ ପାଇଲେ, ତାହାଙ୍କୁ ଦେଖିବା ନିମନ୍ତେ ଆସିଲେ, ତାଙ୍କୁ ଛୁଇଁବା ନିମନ୍ତେ ଆସିଲେ, ଆଉ ତାହାଙ୍କର ନିକଟବର୍ତ୍ତୀ ମଧ୍ୟ ହେଲେ। ଯେତେବେଳେ ଶିଷ୍ୟମାନେ ଆଉ ତାଙ୍କର ନିଜ ନିଜର କାର୍ଯ୍ୟ କରୁଥିଲେ, ସେ ସମୟରେ ଯୀଶୁଙ୍କର କଥା ଶୁଣିକି, ଯୀଶୁଙ୍କୁ ଦେଖିକି ତାଙ୍କ ପଛେ ପଛେ ମଧ୍ୟ ସେମାନେ ତାହାଙ୍କର ଅନୁଗମନ କଲେ। ଆଜି ଆମେ ଏ ଜଗତରେ ଅଛୁ, ଅନ୍ଧକାରରେ ବାସ କରୁଅଛୁ, ଜଗତର ଚାକଚକ୍ୟରେ ଆମେ ଏତେ ଲିପ୍ତ ହୋଇଯାଇଛୁ, ଯାହାଦ୍ୱାରା କି ସେ ଆଲୋକ ଆମମାନଙ୍କ ଭିତରକୁ ପ୍ରବେଶ କରିପାରୁନାହିଁ। ଆଲୋକକୁ ଆମେ ଜାଣିଥିଲେ ମଧ୍ୟ ଯେ ଆଲୋକ ଆମମାନଙ୍କୁ କେତେ ଆନନ୍ଦ ଦିଏ, ଆଉ ସେଇ ଆଲୋକକୁ ଧରିବା ନିମନ୍ତେ ଆମେ କ'ଣ କରୁ, ଆଉ ପଛଘୁଞ୍ଚା ଦେଇଥାଉ। କିନ୍ତୁ ପ୍ରଭୁ ଆମମାନଙ୍କୁ ସବୁ ଅବସ୍ଥାରେ ସେ ସ୍ୱାଧୀନତା ଦେବା ନିମନ୍ତେ ସେ ଚାହାନ୍ତି, ଆଉ ସ୍ଥିର ହୋଇ ରହିବା ନିମନ୍ତେ ମଧ୍ୟ ଆମମାନଙ୍କୁ ସେ ସମସ୍ତ ବିଷୟକୁ ପ୍ରଦାନ କରିଥାନ୍ତି। ସ୍ୱାଧୀନ ଭାବେ ଜୀବନ କାଟିବା ନିମନ୍ତେ ତାହାଙ୍କର ସତ୍ୟତା, ପବିତ୍ରତା ଆଉ ତାହାଙ୍କ ଦ୍ୱାରା ଅନୁଗ୍ରହରେ ଆମେ ପରିତ୍ରାଣ ପ୍ରାପ୍ତ ହେବା। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ତାହାଙ୍କର ପରିତ୍ରାଣର ବୋଧ ଆମମାନଙ୍କ ଜୀବନରେ ଯେପରି ପ୍ରବେଶ କରିବ, ଆମେ ଯେପରି, ଆଉ ସେ ଯେପରି ଲେଖାଯାଏ, ଦାସତ୍ୱ ଜୁଆଳିରେ ତୁମେ ଜୁଚା ନ ଯାଅ। ଦାସତ୍ୱର ଜୁଆଳି କେଉଁ ପ୍ରକାର? ଦାସତ୍ୱର ଜୁଆଳି ହେଲା ଏଇ ବନ୍ଧନ, ବିଭିନ୍ନ ପ୍ରକାର ବନ୍ଧନରେ ଯେଉଁ ଆମେ ବାନ୍ଧି ହୋଇ ରହିଛୁ। ଜଗତ ଆମମାନଙ୍କୁ ସମସ୍ତ ବିଷୟ ଦେଇଅଛି, ଭଲ ମନ୍ଦର ଜ୍ଞାନ ମଧ୍ୟ ଆମମାନଙ୍କୁ ଦେଇଅଛି। ସେ ଭଲ ମନ୍ଦର ଜ୍ଞାନ ଆମେ କେଉଁ ପ୍ରକାର ତାହାକୁ ବ୍ୟବହାର କରିବା। ପ୍ରଭୁ ଆମମାନଙ୍କୁ ସମସ୍ତ ବିଷୟରେ ଜ୍ଞାନରେ ପୂର୍ଣ୍ଣତା ପ୍ରଦାନ କରିଛନ୍ତି, ଭଲ ବୁଦ୍ଧି ଦେଇଛନ୍ତି, ଭଲ ବିବେକ ଦେଇଛନ୍ତି। ବିବେକ ଦ୍ୱାରା ଯେପରି ଆମେ କାର୍ଯ୍ୟ କରିବା, ଆଉ ସେ ଦାସତ୍ୱ ଜୁଆଳିରୁ ରକ୍ଷା ପାଇବା ପାଇଁ ପ୍ରଭୁ କହନ୍ତି, ନିଜର ଭାର ଅନ୍ୟମାନଙ୍କ ଉପରେ ନ ପକାଅ। ଯେପରି ଯୀଶୁ କହନ୍ତି, ତୁମେ ନିଜର କ୍ରୁଶ ତୁମେ ନିଜେ ବହନ କର। ନିଜ କ୍ରୁଶ ନିଜେ ବହନ କରିବା ନିମନ୍ତେ ସେ ଆମମାନଙ୍କୁ ଶକ୍ତି ପ୍ରଦାନ କରିବେ। ଆମେ କାହା ଉପରେ ଆମମାନଙ୍କର ଭାର ନ ପକାଇ ଆମମାନଙ୍କ ଜୀବନକୁ ଆମେ ସଜାଡ଼ିବା। ଆମମାନଙ୍କର ଜୀବନ ଏ ପ୍ରକାର ହେବା ଆବଶ୍ୟକ, ଯାହାଦ୍ୱାରା କି ତାହାଙ୍କର ଗୌରବମୟ ସେ ସିଂହାସନ ନିକଟକୁ ଯିବା ନିମନ୍ତେ ଆମେ କୌଣସି ଆମମାନଙ୍କର ବାଧା ଯେପରି ନ ରହେ। ଯେପରି ପାଉଲ କହନ୍ତି, ଆମମାନଙ୍କର ଦେଖିବା ଟିକେ, ପାଉଲ ଆମମାନଙ୍କର ଗାଲାତୀୟ 2:20 ଲେଖାଯାଏ, ମୁଁ ଖ୍ରୀଷ୍ଟଙ୍କ ସହିତ ମୃତ ହୋଇଅଛି, ମୁଁ ଆଉ ଜୀବିତ ନୁହେଁ, ମାତ୍ର ଖ୍ରୀଷ୍ଟ ମୋ ଠାରେ ଜୀବିତ ଅଛନ୍ତି। ପୁଣି ମୁଁ ଶରୀରରେ ଯେଉଁ ଜୀବନ ଯାପନ କରୁଅଛି, ତାହା ବିଶ୍ୱାସରେ, ଅର୍ଥାତ୍ ଈଶ୍ୱରଙ୍କର ଯେଉଁ ପୁତ୍ର ମୋତେ ପ୍ରେମ କରି ମୋ ନିମନ୍ତେ ଆପଣାକୁ ଉତ୍ସର୍ଗ କରିଲେ, ତାହାଙ୍କଠାରେ ବିଶ୍ୱାସ କରି ଯାପନ କରୁଅଛି। ଯେଉଁ ଈଶ୍ୱର ମୋ ନିମନ୍ତେ ଆପଣାକୁ ଉତ୍ସର୍ଗ କଲେ, ଈଶ୍ୱର ଯେ କେତେ ମହାନ ପବିତ୍ର, ସେ ମୋ ନିମନ୍ତେ ନିଜକୁ ଉତ୍ସର୍ଗ କଲେ, ଆଉ ତାହାଙ୍କ ଦ୍ୱାରା ଆମେ ଅନୁପ୍ରାଣିତ ହୋଇ ଆମେ କ'ଣ କରିବା, ତାହାଙ୍କର ପଥ ଆମେ ଅନୁସରଣ କରିବା, ତାହାଙ୍କର ଗୌରବର କାରଣ ଆମେ ହେବା। ଏ ଜଗତରେ ଆମେ ବଞ୍ଚିଛୁ କେବଳ ତାହାଙ୍କ ନିମନ୍ତେ ବଞ୍ଚିବା। ସେ ଆମମାନଙ୍କୁ ପ୍ରତ୍ୟେକ ଦିନର ଆହାର ଦେଉଛନ୍ତି, ବସ୍ତ୍ର, ବାସ, ଜୀବନ, ପ୍ରତ୍ୟେକ ଦିନର ଆରମ୍ଭରୁ ରାତ୍ର ପର୍ଯ୍ୟନ୍ତ ସେ ଆମମାନଙ୍କର ଯତ୍ନ ତତ୍ତ୍ୱ ନେଉଛନ୍ତି। କିନ୍ତୁ ଆମେ ତାଙ୍କୁ କ'ଣ ଦେଇପାରୁଛୁ? ଆମେ ତାଙ୍କୁ ଧନ୍ୟବାଦ ଦେବା ନିମନ୍ତେ ମଧ୍ୟ ଆମମାନଙ୍କର ସମୟର ଅଭାବ ହେଇଯାଉଛି। ପ୍ରଭୁ ଆଜି ମୋତେ ଏସବୁ ଦେଇଛ, ସେଥିପାଇଁ ଧନ୍ୟବାଦ।
ସେତିକି କହିବା ପାଇଁ ଆମମାନଙ୍କର ମୁଖ ଖୋଲୁନାହିଁ, ଆମମାନଙ୍କର ଚକ୍ଷୁ ବନ୍ଦ ହୋଇପାରୁନାହିଁ। ତାହାଙ୍କ ଚରଣ ତଳେ ଆମେ ଆଣ୍ଠୁ ଭାଙ୍ଗି ପ୍ରାର୍ଥନା ମଧ୍ୟ କରିପାରୁନାହୁଁ। କାହିଁକି? ଏଇ ବନ୍ଧନରେ ଆମେ ବାନ୍ଧି ହୋଇ ରହିଛୁ। ଜଗତର ଯେଉଁ ଅନ୍ଧକାର ଆମମାନଙ୍କୁ କ'ଣ କରୁଛି? ଗ୍ରାସ କରୁଅଛି, ଯାହାଦ୍ୱାରା କି ସେ ଆଲୋକ ଆମମାନଙ୍କର ଜୀବନରେ ପ୍ରବେଶ କରିପାରୁନାହିଁ। ସେଥିପାଇଁ ଆମେ ନିଜକୁ ସଜାଗ କରିବା। ପ୍ରଭୁ ଆମମାନଙ୍କୁ ଯେଉଁ ଅନୁଗ୍ରହ କରିଛନ୍ତି, ଯେଉଁ ଦାନରେ ଆମମାନଙ୍କୁ ପରିପୂର୍ଣ୍ଣ କରିଅଛନ୍ତି, ଯେଉଁ ଆମମାନଙ୍କୁ ସେ ବାଛି ଅଛନ୍ତି ଯେ ତୁ ମୋ ଲୋକ, ମୋ ନିମନ୍ତେ ତୁ ଉତ୍ସର୍ଗୀକୃତ, ମୋ ନିମନ୍ତେ ତୁ ଆଗେଇବୁ, ମୋ ନିମନ୍ତେ ତୁ ଅନ୍ୟମାନଙ୍କୁ ପରିବର୍ତ୍ତନ କରିବୁ। ପ୍ରଭୁ ଆମମାନଙ୍କୁ ସେ ସୁନ୍ଦର ସୁଯୋଗ ଦେଇଛନ୍ତି, କିନ୍ତୁ ଆମେ ତାହା ଧରି ରଖିପାରୁନାହୁଁ। ସମୟ ଆମମାନଙ୍କ ନିମନ୍ତେ ବହୁତ ଅଳ୍ପ। ସେ କେତେବେଳେ ଆମମାନଙ୍କ ନିମନ୍ତେ ଆସିବେ, ଆମମାନଙ୍କର ସମସ୍ତ ବିଚାର କରିବେ, ଆମମାନଙ୍କୁ ପିତାଙ୍କ ନିକଟକୁ ନେବେ, ଆମେ କ'ଣ ନେଇ ତାହାଙ୍କ ନିକଟକୁ ଯିବା? ସେଥିପାଇଁ ସେ ସ୍ୱାଧୀନତା ଯେଉଁ ଆମମାନଙ୍କୁ ସେ ପ୍ରଦାନ କରିଅଛନ୍ତି, ସେ ସ୍ୱାଧୀନତାର ସହିତ ଆମମାନେ ସ୍ୱାଧୀନ ଭାବେ ପ୍ରାର୍ଥନା କରିପାରୁ, ଆମମାନେ ସ୍ୱାଧୀନ ଭାବେ ବଞ୍ଚିପାରୁ, ଆମମାନେ ସ୍ୱାଧୀନ ଭାବେ ନିଜର ମତ ପ୍ରକାଶ କରିପାରୁଛୁ। ଏସବୁ ବିଷୟ ପ୍ରଭୁଙ୍କ ନିକଟରେ ଆମମାନେ କରିପାରିବା। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ତାଙ୍କର ସେ ସ୍ୱାଧୀନତାର ମୂଲ୍ୟ ବୁଝିବା ନିମନ୍ତେ ଆମ ସମସ୍ତଙ୍କୁ ଦୟା କରନ୍ତୁ, ଯାହାଦ୍ୱାରା କି ତାହାଙ୍କର ଗୌରବର କାରଣ ଆମମାନେ ହେବା, ତାହାଙ୍କ ନିମନ୍ତେ ଆମମାନେ ବଞ୍ଚିବା। ପାଉଲ ଯଦି ସେ ସମୟରେ ସାଉଲ ଯେଉଁ ଥିଲେ, ଯଦି ସେ ସମୟରେ ସେ ବନ୍ଧନରେ ହିଁ ବାନ୍ଧି ହେଇକି ଥାନ୍ତେ, ଆଜି ସେ କହିନଥାନ୍ତେ ଯେ ମୁଁ ଖ୍ରୀଷ୍ଟଙ୍କ ସହିତ ମୃତ ବୋଲି କହିପାରିନଥାନ୍ତେ। କାରଣ ଖ୍ରୀଷ୍ଟ ତାଙ୍କୁ ମନୋନୀତ କଲେ। ଆଜି ଆମମାନଙ୍କ ନିମନ୍ତେ ମଧ୍ୟ ସେ ଖ୍ରୀଷ୍ଟ ଆମମାନଙ୍କୁ ମଧ୍ୟ ମନୋନୀତ କରିଅଛନ୍ତି। ତାଙ୍କ ପାଇଁ ଏକ ଭିନ୍ନ ସ୍ୱାଦ ଆମମାନଙ୍କର ଜୀବନରେ ପରିପୂର୍ଣ୍ଣ ହୋଇ ରହିଛି। ସେ ସ୍ୱାଦ ଚାଖିବା ନିମନ୍ତେ ଆମମାନେ କେବେ ଆଗେଇ ପାରୁନୁ, କାରଣ ଜଗତର ସମସ୍ତ ବିଷୟରେ ଆମମାନେ ମାତିଛୁ, ଯାହାଦ୍ୱାରା କି ସେ ଯେଉଁ ଅନନ୍ତ ଜୀବନର ସ୍ୱାଦ, ଯେଉଁ ଆନନ୍ଦ ମୁକୁଟ ଆମମାନଙ୍କୁ ପ୍ରଦାନ କରିବା ନିମନ୍ତେ ସେ ଆମମାନଙ୍କ ପାଖରେ ଠିଆ ହେଇଛନ୍ତି, ସେ ମୁକୁଟ ପିନ୍ଧିବା ପାଇଁ ବି ଆମେ ଯୋଗ୍ୟର ହେଇପାରିନାହୁଁ। ସେଥିପାଇଁ ଆମେ ଚେଷ୍ଟା କରିବା ସବୁବେଳେ ତାହାଙ୍କର ଗୌରବର କାରଣ ହେବା, ତାହାଙ୍କ ନିମନ୍ତେ ଉଦ୍ଯୋଗୀ ଜୀବନ କାଟିବା। ସେ ଯେମିତି ଆମମାନଙ୍କ ନିମନ୍ତେ ଉତ୍ସର୍ଗୀକୃତ ହେଲେ, ଆମେ ମଧ୍ୟ ତାହାଙ୍କ ନିମନ୍ତେ ଉତ୍ସର୍ଗୀକୃତ ଜୀବନ କାଟିବା। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ପ୍ରାର୍ଥନା କରିବା। ହେ ପବିତ୍ର ପିତା, ଗୌରବମୟ ରାଜା, ତୁମ ନାମର ଧନ୍ୟବାଦ କରୁଛୁ। ତୁମେ ଆମମାନଙ୍କୁ ସୁନ୍ଦର ସମୟ ଦେଇଛ। ଆଜି ପ୍ରଭୁ ତୁମେ ଯେ ଆମମାନଙ୍କ ନିମନ୍ତେ ଏତେ ସୁନ୍ଦର ବାକ୍ୟ ଦେଲ, ବାକ୍ୟ ମାଧ୍ୟମରେ ତୁମେ କଥା କହିଲ, ସେଥିପାଇଁ ଧନ୍ୟବାଦ। ଆମମାନଙ୍କ ଜୀବନକୁ ତୁମେ ସଜାଡ଼ି ଦିଅ ପିତା। ଆମମାନେ ଅଯୋଗ୍ୟ ନଗଣ୍ୟ ଦିନହୀନ ପିତା, ତୁମର ଚଳିତ ନିଜକୁ ରଖୁଛୁ। ତୁମେ ଦୟା କର। ଆଜି ଯେତେ ଜଣ ବାକ୍ୟ ଶୁଣିଥିବେ ସମସ୍ତଙ୍କୁ ତୁମେ ଆଶୀର୍ବାଦ କର। ପ୍ରତ୍ୟେକଙ୍କର ଜୀବନ ଅନ୍ଧକାରକୁ ତୁମେ ଦୂର କରି ତୁମ ଆଲୋକ ତୁମେ ପ୍ରଦାନ କର। ତୁମର ସତ୍ୟତା ଜାଣିବେ, ତୁମର ସତ୍ୟ ପଥ ମାର୍ଗରେ ଠିଆ ହେବେ ଏବଂ ଚାଲିବେ, ସେହି ପ୍ରକାର ତୁମେ ଦୟା କର। ହଁ ପ୍ରଭୁ, ତୁମେ ଆମମାନଙ୍କର ସହବର୍ତ୍ତୀ ଅଛ, ସେଥିପାଇଁ ଧନ୍ୟବାଦ। ସୁନ୍ଦର ସମୟକୁ ଆମ ପ୍ରତ୍ୟେକଙ୍କୁ ତୁମର ଚାନ୍ତେ ସମର୍ପଣ କରି ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ। ଆମେନ୍। ହେ ଆମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା, ତୁମ ନାମ ପବିତ୍ର ବୋଲି ମାନ୍ୟ ହଉ। ତୁମ୍ଭର ରାଜ୍ୟ ଆସୁ, ଯେ ରୂପେ ସ୍ୱର୍ଗରେ ସେ ରୂପେ ପୃଥିବୀରେ ତୁମର ଇଚ୍ଛା ସଫଳ ହେଉ। ଆଜି ଆମ୍ଭମାନଙ୍କୁ ପ୍ରয়োଜନୀୟ ଆହାର ଦିଅ। ଆମେ ଯେମନ୍ତ ନିଜ ନିଜ ଅପରାଧୀମାନଙ୍କୁ କ୍ଷମା କରିଅଛୁ, ତେମନ୍ତ ଅପରାଧ ସବୁ ତୁମେ କ୍ଷମା କର। ପରୀକ୍ଷାରେ ନ ଆଣ, ମନ୍ଦଠାରୁ ରକ୍ଷା କର। ଜଣୁ ରାଜତ୍ୱ, ପରାକ୍ରମ, ଗୌରବ ସଦାସର୍ବଦା ତୁମ୍ଭର ହେଉ। ଆମେନ୍। ଯୀଶୁଙ୍କ ରକ୍ତର ଜୟ, ଯୀଶୁଙ୍କ ରକ୍ତର ଜୟ, ଯୀଶୁଙ୍କ ରକ୍ତର ଜୟ। ଆମେନ୍। ପ୍ରେଜ୍ ଦ ଲର୍ଡ। ହାଲେଲୁୟା।